ସାଙ୍ଗମାନେ ଆଜିର ପ୍ରଶ୍ନ ଭାରତ ଓ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ କେବେ ହୋଇଥିଲା? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି 1999 ମସିହା। ସାଙ୍ଗମାନେ ଆଜିର ପ୍ରଶ୍ନ, ଜଣେ ବ୍ୟକ୍ତି ଜୀବନ କାଳରେ ପ୍ରାୟ କେତେ ଥର ନିଶ୍ୱାସ ନେଇଥାଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି 50 ଲକ୍ଷ। ସାଙ୍ଗମାନେ ଆଜିର ପ୍ରଶ୍ନ, କେଉଁ ଦେଶରେ ଇନକମ୍ ଟ୍ୟାକ୍ସ ଲାଗେ ନାହିଁ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ୟୁରୋପ ଦେଶରେ। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ଗୋଟିଏ ସିଗାରେଟ୍ ଆପଣଙ୍କର ଜୀବନର କେତେ ସମୟ ହ୍ରାସ କରେ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି 11 ମିନିଟ୍। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, କେଉଁ ଦେଶରେ ସବୁଠାରୁ ପ୍ରଥମେ ଗହମ ଚାଷ ବୃଦ୍ଧି ପାଇଲା? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ତୁର୍କୀ ଦେଶ। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ଗୋଟିଏ ମୂଷା ଦିନରେ କେତେ ଘଣ୍ଟା ଶୋଇଥାଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି 12 ଘଣ୍ଟା। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ମଣିଷ ମସ୍ତିଷ୍କରେ ପ୍ରାୟ କେତେ ପ୍ରତିଶତ ଜଳ ରହିଥାଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି 80%। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ଖଜୁରୀ ଉତ୍ପାଦନ ହୋଇଥାଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ବ୍ରାଜିଲ। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ଡ୍ରାଗନ୍ ଫଳ ଉତ୍ପାଦନ ହୋଇଥାଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ଚୀନ। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, କେଉଁ ଫଳ ଖାଇଲେ ଆଣ୍ଠୁ ଗଣ୍ଠି ବ୍ୟଥା ଭଲ ହୋଇଯାଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ଡାଳିମ୍ବ। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, କେଉଁ ଦେଶରେ ଭୋଟ୍ ନ ଦେଲେ ଜୋରିମାନା ଦେବାକୁ ପଡ଼ିଥାଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ଅଷ୍ଟ୍ରେଲିଆ। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ସକାଳୁ କ'ଣ ପିଇଲେ ବ୍ଲଡ଼ ପ୍ରେସର ଠିକ୍ ହୋଇଥାଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ପଇଡ଼ ପାଣି। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ବିଶ୍ୱର କେଉଁ ଦେଶରେ ସର୍ବପ୍ରଥମେ ଅଲ୍ଟ୍ରାସାଉଣ୍ଡ ଆବିଷ୍କାର ହୋଇଥିଲା? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ଆୟର୍ଲାଣ୍ଡ। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ଆଲୋଭେରା ଜୁସ୍ ପିଇଲେ ମନୁଷ୍ୟର କେଉଁ ଅଙ୍ଗ ସୁସ୍ଥ ରହିଥାଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ହାର୍ଟ। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ବିଶ୍ୱର କେଉଁ ଦେଶରେ ପ୍ରଥମେ ସିଟି ସ୍କାନ୍ ଆବିଷ୍କାର ହୋଇଥିଲା? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ଇଂଲଣ୍ଡ। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, କେଉଁ ପତ୍ରର ରସ ମାଲିସ କଲେ ଫାଇଲେରିଆ ରୋଗ ଭଲ ହୁଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ଭୃଙ୍ଗରାଜ ପତ୍ର। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, କେଉଁ ଦେଶ ପ୍ରଥମେ ମନୁଷ୍ୟକୁ ଚନ୍ଦ୍ରକୁ ପଠାଇଥିଲା? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ଭିଡ଼ିଓ ଆପଣ ଦେଖିପାରିବେ। ତ ସାଙ୍ଗମାନେ ଏହାର ସଠିକ୍ ଉତ୍ତର ହେଉଛି ଆମେରିକା। ସାଙ୍ଗମାନେ ଆଜିର ମଜାଳିଆ ପ୍ରଶ୍ନ, ବିଶ୍ୱର କେଉଁ ଦେଶରେ ପ୍ରଥମେ ସ୍କୁଟର ଆବିଷ୍କାର ହୋଇଥିଲା? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ତାକି ସର୍ବପ୍ରଥମ ନୂତନ ଭିଡ଼ିଓ ଆପଣ ଦେଖିପାରିବେ। ତ ଏହାର ସଠିକ୍ ଉତ୍ତର ହେଉଛି ସାଙ୍ଗମାନେ ଇଂଲଣ୍ଡ।